ଆମର ଓଡ଼ିଶାରେ ଯେ ଆମର ଗଣିତର ଏତେ ପ୍ରଭାବ ଥିଲା ଆଜି ପ୍ରଥମ ଥର ପାଇଁ ଆମେ ଏଇ ବହିର ଆଜି ଆପଣଙ୍କୁ ଦେଖାଉଛୁ ସାସ୍କୃତିକ ବହି ପ୍ରଥମେ ଏହା ହିନ୍ଦୀରେ ଲେଖା ହେଇଥିଲା ଏହାର ମୂଳ ଉଦ୍ଦେଶ୍ୟ ଥିଲା କ'ଣ ଏ ଯେଉଁ ଦଶମିକ ଭଗ୍ନାଂଶ ଆମେ ଯାହା କହୁଛୁ ତାହା ପ୍ରଥମ ଥର ପାଇଁ ଓଡ଼ିଶାରେ ଲେଖାଯାଇଥିଲା ଏବଂ ଏଇ ହିନ୍ଦୀରେ ଲେଖାଯାଇଥିଲା ଏକାଦଶ ଶତାବ୍ଦୀରେ ଏହି ଭାଷାଟି ପୁସ୍ତକ ଲେଖାଯାଇଥିଲା ଏହା ତୃତୀୟ ଅଛି ଏବେ ତାକୁ ସମ୍ପାଦନା କରିଥିଲା এবং ডক্টর মমতা মিশ্র প্রথম সারা বিশ্বর মধ্যে প্রথম থর পাই এই ওড়িশারে লেখা হয়েছিল আমি প্রমাণ দেবো আপনি আত্মীয় ওড়িয়া এই শাসন পালন করতে এই পরীক্ষাକୁ ବର୍ତ୍ତମାନ ଲେଖିଲା ସିଏ ବର୍ତ୍ତମାନ ଏଇଟାକୁ ସାଇନ୍ସ ପାଇଁ ଦିଆଗଲା ସେ 10 ବର୍ଷ ହେଲା କାମ କରୁଥିଲେ ମମତା ମିଶ୍ର ସାଙ୍ଗରେ ମିଶି ସେ ବର୍ତ୍ତମାନ ଏଇଟାକୁ ଓଡ଼ିଆରେ ବର୍ତ୍ତମାନ କରାଯାଇଛି ଆମର ଓଡ଼ିଶାରେ ଯେ ଆମର ଗଣିତର ଏତେ ପ୍ରଭାବ ଥିଲା ଆଜି ପ୍ରଥମ ଥର ପାଇଁ ଆମେ ଏଇ ବହିର ଆଜି ଆପଣଙ୍କୁ ଦେଖାଉଛୁ ସାସ୍କୃତିକ ବହି ପ୍ରଥମେ ଏହା ହିନ୍ଦୀରେ ଲେଖା ହେଇଥିଲା ଏହାର ମୂଳ ଉଦ୍ଦେଶ୍ୟ ଥିଲା କ'ଣ ଏ ଯେଉଁ ଦଶମିକ ଭଗ୍ନାଂଶ ଆମେ ଯାହା କହୁଛୁ ତାହା ପ୍ରଥମ ଥର ପାଇଁ ଓଡ଼ିଶାରେ ଲେଖାଯାଇଥିଲା ଏବଂ ଏଇ ହିନ୍ଦୀରେ ଲେଖାଯାଇଥିଲା ଏକାଦଶ ଶତାବ୍ଦୀରେ ଏହି ଭାଷାଟି ପୁସ୍ତକ ଲେଖାଯାଇଥିଲା ଏହା ତୃତୀୟ ଅଛି ଏବେ ତାକୁ ସମ୍ପାଦନା କରିଥିଲା এবং ডক্টর মমতা মিশ্র প্রথম সারা বিশ্বর মধ্যে প্রথম থর পাই এই ওড়িশারে লেখা হয়েছিল আমি প্রমাণ দেবো আপনি আত্মীয় ওড়িয়া এই শাসন পালন করতে এই পরীক্ষাକୁ ବର୍ତ୍ତମାନ ଲେଖିଲା ସିଏ ବର୍ତ୍ତମାନ ଏଇଟାକୁ ସାଇନ୍ସ ପାଇଁ ଦିଆଗଲା ସେ 10 ବର୍ଷ ହେଲା କାମ କରୁଥିଲେ ମମତା ମିଶ୍ର ସାଙ୍ଗରେ ମିଶି ସେ ବର୍ତ୍ତମାନ ଏଇଟାକୁ ଓଡ଼ିଆରେ ବର୍ତ୍ତମାନ କରାଯାଇଛି କହିବି ମୋର ନାହିଁ ଭାଷା କିନ୍ତୁ ନୀଳମଣି ବାବୁଙ୍କ ବିଷୟରେ କହିପାରିବି ସେ ଗୋଟେ ମୋର ପରମ ସୌଭାଗ୍ୟ ବିଷୟ 1976 ମସିହାରେ ମୁଁ ଜଏନ୍ କରିଥିଲି ଜୁନ୍ ମାସରେ ମୁଁ ଜଏନ୍ କରିଥିଲି ନୀଳମଣିଙ୍କ ସଂସ୍ପର୍ଶରେ ଆସିଥିଲି ସେତେବେଳେ ଆମର ଆସିଷ୍ଟାଣ୍ଟ ଡିରେକ୍ଟର ପୋଷ୍ଟ ଖାଲି ଥିଲା ମୁଁ କପିସ୍ ଭାବରେ ଜଏନ୍ କରିଥିଲି ନୀଳମଣିଙ୍କର ତା ପଛରେ ସେ ପୂର୍ବରୁ କ'ଣ ଶୁଣିଥିଲେ ମୋ ବିଷୟରେ ତାପରେ ଜୁନ୍ରେ ଜଏନ୍ କଲି ଜୁଲାଇ ମାସରେ ମତେ ହାତ ଲେଖିଥିଲେ ଗୋଟେ ଆର୍ଟିକଲ ଲକ୍ଷ୍ମୀ ପୁରାଣରେ ସମାନ ସଂସ୍କାର ସେ ଖାଲି ଲେଖି ନାହାନ୍ତି ସେ ଲେଖେଇଛନ୍ତି ବହୁତ ଲୋକଙ୍କୁ ଲେଖେଇଛନ୍ତି କାରଣ ଗୋଟେ ପୌରୁଷ ପତ୍ରିକା ବଞ୍ଚିଥିଲା ମ୍ୟୁଜିୟମର ବିଜ୍ଞମାନଙ୍କ ପାଇଁ ସମସ୍ତଙ୍କୁ ସେ ଲେଖି ସମସ୍ତଙ୍କ ପାଖକୁ ସେ କହିଦେଇଥିଲେ ତାପରେ ଗୋଟେ କ୍ୱେଶ୍ଚିନ୍ ମାର୍କ ମାରି ପଠେଇଦେବେ ଆର୍ଟିକଲ କ'ଣ ହେଲା ଆଉ ସମସ୍ତଙ୍କୁ ଟପିକ୍ ବି ଦିଅନ୍ତି ଆମର ମ୍ୟୁଜିୟମ ଭିତରେ ଯେତେ କ୍ୟୁରେଟର ଥିଲେ ରବୀନ୍ଦ୍ରନାଥ ଦାସ ସଂଗ୍ରାମ ମିଶ୍ର ଭଗବାନ ପଣ୍ଡା ନିଜେ ସ୍ୱୟଂ ମୁଁ ଯେତେବେଳେ ଲେଖୁଥିଲି ଆଉ ଅନ୍ୟମାନେ ସବୁ ସମସ୍ତଙ୍କୁ ଲେଖେଇଛନ୍ତି ଯେ ସମସ୍ତଙ୍କ ହାତରେ କଲମ ଧରିଛନ୍ତି ତାଙ୍କ ବିଷୟରେ 1975ରୁ 87 ମସିହା ରିଟାୟାର୍ଡ କଲା ପର୍ଯ୍ୟନ୍ତ ମାନେ ଗୋଟେ ଟେବୁଲରେ ଏପାଖି ସେପାଖରେ ବସି କାମ କରିଛି ଅନୁଭୂତି ମୋର ବହୁତ ଅଭିଜ୍ଞତା ବହୁତ ଆଉ ମୁଁ ଯାହା ବି ଏଠି ଛିଡ଼ା ହେଇଛି ଯାହା ବି ବର୍ତ୍ତମାନ ଧରୁଛି ସେଇଟା କେବଳ ନୀଳମଣି ମାନେ ମତେ କଲମ ଧରେଇଛନ୍ତି ମତେ ମୋ ବାପା ମା କେତେବେଳେ ଶିଖେଇଥିଲେ ପାଠ ପଢେଇଥିଲେ କିନ୍ତୁ ମତେ କଲମ ଧରେଇଛନ୍ତି ଜ୍ଞାନ ଧରେଇ ଦେଇଛନ୍ତି ପାଠ ପଢିବା କେମିତି ଲେଖିଛନ୍ତି ପୋଥି ପଢିବା ଶିଖେଇଛନ୍ତି ନିବନ୍ଧ ପଢିବା ଶିଖେଇଛନ୍ତି ସମାଲୋଚନା କ'ଣ ଶିଖେଇଛନ୍ତି ସମାଲୋଚନାକୁ ଆମର କରାଯାଏ ଆମର ପ୍ରକୃତ ମାନେ ଆମେ ଯଦି ପୁରାଣ ପରମ୍ପରା ବହି ପଢିବା ବା ଓଡ଼ିଆ ସାହିତ୍ୟ ଇତିହାସ ଭିତରେ ତାକୁ ସମାଲୋଚନା କରୁନା ଆମେ କେବଳ ପ୍ରଶଂସା ପଢୁଛୁ କିନ୍ତୁ ସମାଲୋଚନା କ'ଣ ଆପଣଙ୍କର ଶାଲବେଗଠୁ ଆରମ୍ଭ କରି ଭକ୍ତି ସାହିତ୍ୟ ପର୍ଯ୍ୟନ୍ତ ବାକି ବା କୋଇ ସାହିତ୍ୟଠୁ କୋଇଲି ସାହିତ୍ୟ ପର୍ଯ୍ୟନ୍ତ ଯାହା ବି ପଢିବା ସମାଲୋଚନାର ଦିଗଟା କ'ଣ ସେଇଟା ନୀଳମଣିଙ୍କ ଲେଖାରେ ପାଇପାରିବା ଏ ହେଉଛି ନୀଳମଣିଙ୍କର ମାନେ ବ୍ୟକ୍ତିତ୍ୱ ବହୁତ କାମ ଘରେ ତାଙ୍କ ସାମ୍ନାରେ ମୁଁ ଜ୍ଞାନ ଆଲୋଚନା କ'ଣ କରିବି ବହୁତ ଅଛନ୍ତି ମୁଁ ଅନୁଭୂତି ଟିକେ କହୁଛି ମାନେ ସାମ୍ନା ସାମ୍ନି ଆମେ ବସିଥିବୁ ଯଦି ମୁଁ ଥରେ ଉଠିଛି ଦ୍ୱିତୀୟ ସେ କହିବେ ତମେ ଉଠିଥିଲ ଥରେ ଏତେ ନଜର ତାଙ୍କର ଏମିତି ଆଖି ପାଖରେ ରଖିଥିବେ ସିଏ ବି ନିଜେ ଉଠି ନଥାନ୍ତି ମତେ ମନେ ପକେଇ ଆପଣ ଉଠି ନାହାନ୍ତି ଆଜି
हाँ हाँ तभी क्लोजर की जाएगी ऐसे मैंने बाथरूम भी से जान ली ଆଉ ସବୁଠୁ ବଡ ତାଙ୍କର ମାନେ ସିକ୍ରେଟ ହଉଛି ଏତେ ଗୁଡେ ଲେଖିବାର ସେ ଗୁରୁ ଉପନ୍ୟାସ ହଉ ମୋ ପ୍ରତି ମୁଁ ଜଏଣ୍ଟ କ୍ଲାସ ମୋ ପ୍ରତି ମୋ ଦେବତା ବାହାରି ଯାଇଥିଲା ମୋ ବୋଉ ନନା ଖୁସି ହେଇଥିଲା ସେଇ ତାଙ୍କ ପାଖରେ ତୁ କାମ କରିବୁ ମୋ ପ୍ରତି ମୋ ଦେବତା ଲେଖିଛନ୍ତି ତେଣୁ ସେ ଏତେବେଳକୁ ସେ ବାହାରି ଯାଇଥିଲା କିନ୍ତୁ ତାପରେ ସେ ଯୋଉ ଗୁରୁ ଉପନ୍ୟାସଠୁ ଆରମ୍ଭ କରି ରେଡିଓ ପର୍ଯ୍ୟନ୍ତ କୌଣସି ଜିନିଷ ତାଙ୍କର ଫେୟାର ହୁଏ ନାହିଁ ସେ ଲେଖନ୍ତି ଆଉ ଯାଆନ୍ତି ସେ କହନ୍ତି ଭଲ କଲମ ଭଲ ମତେ ଏଇଲେ ରେଡିଓଟା କରିଛି ପାଞ୍ଚଟା ବେଳେ ରେଡିଓଟା ଥିବ କଟକରେ କୋଉଠି ସାଙ୍ଗେ ସାଙ୍ଗେ ଶିଖିବେ ମାନେ ଲେଖିବେ ଚାଲେ ରାସ୍ତାରେ କୋଉଠି ପଢିଥିଲେ ନ ପଢିବେ ଯେତେବେଳେ ମୋ ଉପରେ ବିରକ୍ତ ବି ହେଇଥିଲେ ତମେ ଲେଖିଲ ମୁଁ ପଢିପାରିଲିନି ବୁଝିପାରିଲିନି ମୁଁ ଟିକେ କଷ୍ଟ ଲେଖିଲି ସେ ସମୟ ମତେ ଦିଅନ୍ତିନି ବହୁତ କଷ୍ଟ ଲେଖିବାକୁ ପାଇ ଆଉ ପୋଥି ଯେତେବେଳେ ମାନେ ପୋଥିଟା କେମିତି କ୍ୟାଟଲଗିଂ ହବ ପୋଥି କେମିତି କରିବ କଣ କରିବ କୋଉ ଅକ୍ଷର କୋଉଠି ସବୁ ଶିଖେଇଛନ୍ତି ଯେତେବେଳେ ସେ ଛୁଟିରେ ରହିଯାଆନ୍ତି ଦିନେ ଦି ଦିନ ମୁଁ ପୁଣି ପୋଥିକି କ୍ୟାଟଲଗିଂ କରିଦିଏ ତାଙ୍କ ଅନୁପସ୍ଥିତିରେ କ୍ୟାଟଲଗିଂ କରେ ପୋଥିଟା ସିଏ ଧରନ୍ତି ବାକି 4-5ଟା କ୍ୟାଟଲଗ ମତେ ଧରିବାକୁ ପଡେ ତେଣୁ କିନ୍ତୁ ପୋଥିଟା ସିଏ ଧରନ୍ତି ତାପରେ ଯେତେବେଳେ ସିଏ ଆସନ୍ତି ମାନେ ସେ ନଥାନ୍ତି ମୁଁ ପୁଣି କ୍ୟାଟଲଗିଂ କରି ତାଙ୍କ ପାଇଁ ପ୍ରସ୍ତୁତ କରି ରଖିଥାଏ ତାର ମୋ କ୍ୟାଟଲଗିଂ ଠିକ ହେଇଛି ମାନେ ସେ ଆଶା କରିନଥାନ୍ତି ଯେ ସିଏ ନଥିଲା ବେଳେ ମୁଁ କାମ କରିଥିଲି ସେ ବହୁତ ଖୁସି ହେଇଯାନ୍ତି ଆଉ ଯୋଉ କାମ କରାନ୍ତି ସିଏ 10ଟାରେ ମୁଁ କଲମ ଧରେ 5ଟାରେ କଲମ ଛାଡେ ଆସେ ହାତ ଫୁଲି ଯାଇଥାଏ କିନ୍ତୁ ତା ଭିତରେ ବି ବହୁତ ଆନନ୍ଦ ଏବେ ବି ବିରକ୍ତି ଅନୁଭୂତ ହେଇନି ମୋର କାରଣ ଗପ କହି କହି କାମ କରନ୍ତି ବହୁତ ଗପ କହନ୍ତି ଗପ ଏବେ ସେ କରନ୍ତି ତମେ ତା ଦେହରେ ମାନେ ସେ ଭିତରେ ଗପ ଭିତରେ ହଜି ଯାଇଥିବ ହସି ଯାଇଥିବ ଭଗବାନ ତମେ କେତେଥର ଆସି ପାର୍ଟି ବି କରିଛନ୍ତି ଝିଅଟାକୁ କେତେ ଘଟଉଛ ତମେ ଚା ଟିକେ ପିଇବାକୁ ଉଠୁନି ତାର ଚା ଦରକାର ମୁଁ ଦେବି ସେଠିକି କଣ କରିବ ସେଇଠି ଚୁରି କରିବ ଅନ୍ୟମାନେ ପାଖରେ ବସି ସେ କଣ କରିବ ଏଠୁ ନାହିଁ ସେ ଉଠି ବସି କୁଆଡେ ଯିବ ସେ ମତେ କାହାରି ସାଙ୍ଗରେ ମିଶିବାକୁ ଦିଅନ୍ତି ମୁଁ ତା ଫଳରେ କଣ ପାଇ ସେତେବେଳେ ଯେତେ ଛୋଟ ପିଲା ମାନେ 21-22 ବର୍ଷ ବୟସ ମତେ ଟିକେ ବିରକ୍ତ ବି ଲାଗିଛି ଏତେ କାମ ତା ସାଙ୍ଗରେ ଟିକେ ମିଶି ପାରୁନି ସେତେବେଳେ ଟିକେ ବିରକ୍ତ କେତେବେଳେ ଚିରିଛି କିନ୍ତୁ ପରେ ତାର ମହତ୍ଵଟାକୁ ଅନୁଭୂତିରେ ଆଣିଛି କଣ ପାଇଁ ମୁଁ ଆଜି ଯଦି ଧାଡ଼ିଏ ଲେଖିପାରୁଛି ଯଦି ଆପଣମାନେ ଆଗରେ ଛିଡା ହେଇପାରିଛି କେବଳ ନିରଣୟଙ୍କ ପ୍ରେରଣା ନିରଣୟଙ୍କ ଶିକ୍ଷା ଆଉ କେଦାରନାଥ ଏଇ ପ୍ରତିଷ୍ଠାନ କେମିତି ହେଇଛି ପ୍ରତିଷ୍ଠାନ କେଦାରନାଥ ବାବା ତ ଚାଲିଗଲା ପରେ ସେ ଯାଇ ତାଙ୍କ ଘରେ ସବୁ ଦେଖା ଦେଖି କରିଛନ୍ତି ତାପରେ ତାଙ୍କ ବହି ଗୁଡାକ ସବୁ ଯେତେବେଳେ ଦେଖିଛନ୍ତି ସେ ବହି ଦେଖିଲା ଭିତରେ ସେ ଯୋଜନା କରିଛନ୍ତି ପ୍ରତିଷ୍ଠାନ କରିବେ ଆଉ ସମସ୍ତେ କହିଲେ ଯେ ରିଟାୟାର୍ଡ କଲା ପରେ ବଞ୍ଚିବା କେମିତିକା ଲୋକ ସିନା ରିଟାୟାର୍ଡ କେମିତି କରିବେ ଭାବନ୍ତି ନା ରିଟାୟାର୍ଡ କଲା ପର୍ଯ୍ୟନ୍ତ କାମ କରିବେ ଭାବନ୍ତି ରିଟାୟାର୍ଡ କଲା ପରେ କେମିତି ରହିବେ ସେଇଟା ସେ ଚିନ୍ତା କରୁଥିଲେ ସେଇଟା ସେ ଯେତେବେଳେ ତାଙ୍କର ଆଣିଲେ ତାପରେ ପ୍ରଥମ ବର୍ଷ ହେଲା ବେଳକୁ ବହିଟି ଲେଖା ହେଇଛି ସମୁଦାୟ 10 ଦିନରେ ସେ ବହି ଲେଖା ହେଇଛି ଆଉ 10 ଦିନ ପରେ ମାନେ ସବୁଦିନ 5ଟାରେ ଅଫିସ ସରିଲା ପରେ ମୁଁ ତାଙ୍କ ଘରକୁ ଯିବି ଝିଅମାନେ ଜଳଖିଆ ରଖିଥିବେ ସେ ଜଳଖିଆ ଖାଇବୁ ତାପରେ ସାର୍ ଡିକ୍ଟେସନ ଦେବେ ମୁଁ ଲେଖିବି ପୁଣି ମୁଁ 7ଟା 7:30 ବେଳକୁ ମୁଁ ବି ଟିକେ ମୋର ପରିବାରଠୁ ଦୂରରେ ଥାଏ ମୁଁ ଏକୁଟିଆ ଥାଏ ତେଣୁ ମୋର ସମୟର ଇଏ ନଥିଲା ମୁଁ ଯେତେ ଡେରିରେ ଘରକୁ ଆସି ପାରୁଥିଲି ତେଣୁ ସେଇଟା ଲେଖା ହୁଏ ଆଉ 10 ଦିନ ଭିତରେ ସେ ବହିଟା ଲେଖା ହେଇଛି କାରଣ ସିଏ ତ କେବେ ସିଏ ତ ଭାବନ୍ତି ଡାକନ୍ତି ସେଇଟା ଲେଖା ହେଇଛି ସେ ବହି ଯେତେବେଳେ ଲେଖା ହେଇଛି ଏଇ ଯୋଉ ମାନେ ପ୍ରତିଷ୍ଠାନ ହବ କହିଥିଲେ ଆଉ ସେ ବହି କେଦାରନାଥଙ୍କର କଲେକ୍ସନର ଯେତେ ବହି ସେ ବହି ଆସିଛି ପ୍ରତିଷ୍ଠାନର ପ୍ରଥମ କ୍ୟାଟଲଗ ମୁଁ କରିଛି ପ୍ରତିଷ୍ଠାନ ମୋ ଟେବୁଲ ଉପରେ ଆରମ୍ଭ ହେଇଛି ଯୋଉ ପ୍ରତିଦିନ ସେ 10-20 ଖଣ୍ଡେ ବହି ଆସେ ତାକୁ ମୁଁ ଲିଷ୍ଟ କରେ ତାପରେ ସେଟା ଫେରିଯାଏ ମୋର ସେଇଟା ମନେ ପଡୁନି ଯେ ସେ ବହିଟା କୋଉଠୁ ଆସେ କୁଆଡେ ଯାଇକି ରହେ ସେଟା କହିପାରୁନି କିନ୍ତୁ ମ୍ୟୁଜିୟମରେ ରଖାଯାଏନି
तापरे प्रतिष्ठान है प्रतिष्ठान रजिस्ट्रेशन है तार बैंक अकाउंट खोला है गोटे आंध्र बैंक था इवनिंग ब्रांच ସେଟା ସେଇଠି ଖୋଲା ଗଲା ଗୋଟେ ଇଭିନିଂ ବ୍ରାଞ୍ଚ ଯୋଉଟା 5ଟା ବେଳେ ଆସିକି ପଇସା ଡିପୋଜିଟ୍ କଣ କରିବ କାରଣ ତାଙ୍କର 10ଟା ରୁ 5ଟା ଡ୍ୟୁଟି କେବେ ଇଏ ହବନି ନା ହାମ୍ପର କରିବନି ନା ସେ ଡ୍ୟୁଟିରୁ କେବେ ଅବହେଳା ହବନି ତେଣୁ ସେ ତାରି ଭିତରେ ବସିକି ସେ କାମ ମାନେ ତେଣୁ ତୁ ଯିବ 5ଟା ପରେ ଯାଇକି ସେ ଦେଖିବୁ ବ୍ୟାଙ୍କରୁ ଟଙ୍କା ଡିପୋଜିଟ୍ ହେଲା କି ୱିଡ୍ର ହେଲା ମୁଁ ସେଟା 5ଟା ପରେ ଆସିକି କାମଟା କରିବି 10ଟା ରୁ 5ଟା ଭିତରେ ତାଙ୍କର କିଛି କାମ ହେଇପାରିବ କି ତାଙ୍କର ବ୍ୟକ୍ତିଗତ କାମରେ ବସି ପଠେଇବେ ନା ସେମିତି ଏଇଟା ତ ଅସମ୍ଭବ କଥା ତେଣୁ ସିଏ ଏଇଟା ସେଇଠି ହେଇଥିଲା ସେଇଠି ପ୍ରଥମ ପାସବୁକ୍ ସେଇଠି ଖୋଲା ହେଇଥିଲା ସେଟାକୁ ମୁଁ ବର୍ତ୍ତମାନ ସବୁ କାମ କରିଥିଲି ତାପରେ ଆମେ ପ୍ରତିଷ୍ଠାନ ଚାଲିଲା ଏଇଟା ବଡ ଦୁଃଖ ମତେ ଭାବିଲେ କାନ୍ଦ ବି ଲାଗିବ ଯେ 87 ମସିହାରେ ସେ ଯେତେବେଳେ ଏପ୍ରିଲ ମାସ ରିଟାୟାର୍ଡ କଲେ ତାପରେ ତାଙ୍କୁ କୁହାଗଲା ଇଏ ओडिशा साहित्य अकादेमी ताको देइथिला भागवत संपादना किंतु से म्यूजियम रे बसी काम करि परिबे नाही बोली ताको विरुद्ध रे लेखा देला आपण माने विश्वास करि पाछन ये माने तांकर जो धोतीर चादर झाड़ी के जे ताळपत्र पोछुथिले धोती चादर रे से ताळपत्र पोछी के काम करिला वाला कोना नाही चादर काढ़ी किसी पोछी दियंतु तांको म्यूजियम गले म्यूजियम डिस्टर्बेंस हो गले एमएसपी देखा है तेनु से राज्य ओडिशा साहित्य अकादेमी रो सेक्रेटरी के पाखरे परमिशन मांगी जति मते तो हम प्रतिष्ठान को सुरक्षित रही वाली प्रतिष्ठित से जति मते सेठी काम करिया पई परमिशन मिलिबो ताहार में संपादन कराई हम सेटा दिया गला से 27 वर्ष एप्रिल पर अगस्त पर्यंत से जेतबे जाइछन पोथी खोजिबा नाही से मते चाहुथिले जे मुझे रही मते बहुत इंसिस्ट करथन तमे केबे जाऊ तमरे इति करे देबे तमे साथी जानिबो कारण मु तो पोथी का मतलब से गड़ी दिले मुटा को पचार के सर के रात्रि भी जाइछन सर पोथी आपण चली गेले मु चली पोथी विभाग ना इंदिरा गांधी चली गेला भारत ये तो संभालिया पाई तमे ही चली तमे ही रहबो हम 27 मसिया अगस्त मास चल गई सबुठार बोले खुशी माने मु जते खुशी मो संग पाखु दीदी ना मो पिला माने जते खुशी ना तन बापन पर दिले सिए बोले पाखु मोर ना को जते खुशी होते सिए बेसी खुशी थे कारण वो छाई चली गई ता माने आपण माने बुझुती त तांको मन भितरे कथा केते बढ़ गेला से निजे चाहिए से रहिबे मासे जाई भागवतर संपादना करिबे आउ मते भी रखे चाहिए मैं आउ कि व्यक्तिगत कथा कहबी मु तो 87 रो 90 रहिना पर मोर पारिवारिक अन्य प्रॉब्लम पाई मु आसी मते बाध्य होई मासी की जॉइन करेगी किंतु बाध्य होई जॉइन करी सब कर दुखी बोले सिए थी मते देखि सातो खुशी थी से अलग तापरे निर्णय कर जो हमरा आसीबा हम तांकर जो पाइलिक निर्णय से पूर्व मो पति मो देवता द्वारा समग्र उत्कल प्रांत में परिचित होता निर्णय मिश्र तांकर जो गवेषणा अन्य दिगटा बहुत लोक जानते आम जब आम देखा ओडिया पुराण साहित्य बोली बुझा ओडिया पुराण साहित्य इतिहास पढ़े तो आप देखिए महाभारत और रामायण आलोचना बढ़ी रामायण महाभारत पुराण किंतु ଆପଣ ଇତିହାସରେ ଦେଖିବା ଭୂପେନ୍ଦ୍ର ମନ୍ଦିର ଭିତରେ ସୀମିତ ରହିଯାଉଛି ବହୁତ ଜିନିଷ ଏଇଭଳିଆ ହେଇଯାଉଛି ଆପଣ ଆମର ଏଇଟା ନେଇଥିଲେ ଗୀତ ଗୋବିନ୍ଦ ଭିତରେ ସୀମିତ ହେଇଯାଉଛି ଗୀତ ଗୋବିନ୍ଦର ଅନୁକରଣରେ ଆଉ କେତେ କାବ୍ୟ ଲେଖା ହେଇଛି ଗୀତ ଗୋବିନ୍ଦର ଆଧାରରେ କେତେ ଓଡ଼ିଆ ଲେଖା ହେଇଛି ତାକୁ ଆମେ ଧରିପାରୁନୁ ଏଇ ଯୋଉ ଦିଗ ଗୁଡାକ ତାଙ୍କର ଯୋଉ वॉल्यूम 1 2 3 4 पर 5 कले मस्त जाता 6 में आरंभ कले निर्णय मिश्र ये डेस्टिनी कैटलॉग ओडिया मानस 6 रे से वॉल्यूम 6 रे 153 पृष्ठ रे से
ସେ ଓଡ଼ିଆ ସାହିତ୍ୟ ଯେତେ ଆଲୋଚନା କରିଛନ୍ତି ଆପଣ ମାନେ କୌଣସି ଓଡ଼ିଆ ସାହିତ୍ୟର ଇତିହାସରେ ସେ ଅଙ୍ଗ ଗୁଡ଼ାକ ଆପଣ ପାଇବେନି। ଓଡ଼ିଆର ଗ୍ରାମ ସାହିତ୍ୟ, ଓଡ଼ିଆର ଭକ୍ତି ସାହିତ୍ୟ, କୃଷ୍ଣ ସାହିତ୍ୟ, ତାପରେ ପ୍ରଥମ ଓଡ଼ିଆ ଲିପିର ଉଦ୍ଭବ, ବିକାଶ, କଳିଙ୍ଗ ସାମ୍ରାଜ୍ୟ, କଳିଙ୍ଗର ବିଷୟରେ ଆଲୋଚନା, ଅଶୋକଙ୍କ ଶିଳାଲେଖ, ଖାରବେଳଙ୍କ ଶିଳାଲେଖ ସବୁକୁ ନେଇ ସେ ଯୋଉ ଆଣିଛନ୍ତି ତାପରେ ଓଡ଼ିଆ ସାହିତ୍ୟଟାକୁ ସେ ଆଣିଛନ୍ତି। ତାପରେ ଓଡ଼ିଆ ସାହିତ୍ୟଟାକୁ ସେଇଠି କୃଷ୍ଣ ସାହିତ୍ୟ, ରାମ ସାହିତ୍ୟରେ ସେ ଦେଇଛନ୍ତି ପ୍ରାୟ 34ଟା ଇଏରେ ମାନେ ବିଷୟବସ୍ତୁର ଉଦ୍ଧାର କରିଛନ୍ତି। 34ଟା ବିଷୟବସ୍ତୁକୁ ଧରିକି 34ଟା PhD ହବ। କିନ୍ତୁ ନୀଳମଣି ମିଶ୍ରକୁ ଗୋଟେ PhD ମିଳିବ। ନୀଳମଣି ମିଶ୍ର ପଢିବା ପାଇଁ ଆମର ଆଗ ଥିଲେ ସାର୍ ଜାଣିଥିବେ ଗୋପାଳ ସାର୍ ବାସୁଦେବ ରଥ ଥିଲେ, ପଣ୍ଡିତ ବାସୁଦେବ ରଥ। ସିଏ ବହୁତ ଆସନ୍ତି ଆମ ସେକ୍ସନକୁ, ବହୁତ ଆସନ୍ତି। ଆସିଲା ବେଳେ ସାର୍ କେମିତି ଦେବେ ଓଡ଼ିଆ ସାଂସ୍କୃତିକ ଆମେ ଦେବେ କେତେ ଥର ଆଣିଛନ୍ତି ଘର ସାର୍ ଆପଣ ଗୋଟେ ସାଂସ୍କୃତିକ ଆମେ ଦେଇଦେଲେ ଆପଣଙ୍କର PhD କରିବ। କେତେ ସେ PhD ପାଇବେ, ଡକ୍ଟରେଟ୍ ପାଇବେ, ସେମିତି ସେ ଆଶାୟୀ ନୁହନ୍ତି। ତାଙ୍କ ବହିକି ଧରି ଶତାଧିକ PhD ହେଇପାରିବ। ଆମକୁ ଅନରାରୀ PhD ଆମେ ଯଦି ପୂଜା ଆମ ସେ ଦେଶରେ ହଉଛି, ଆମେ ତାଙ୍କର ଗୋଟେ କୌଣସି ୟୁନିଭର୍ସିଟି ତାଙ୍କୁ ଗୋଟେ ଅନରାରୀ PhD ଦେଇନି, କିନ୍ତୁ ତାଙ୍କ ବହିକି ଆଧାର କରିକି ଶତାଧିକ PhD ହେଇଛି, ଆହୁରି ବି ହବ। ସେଇଟା ସେ ଏଇ ଯୋଉ ଡେସ୍କ୍ରିପଟିଭ ଟାଇଟଲ ଗୁଡାକ ସେଇ ଡେସ୍କ୍ରିପଟିଭ ଟାଇଟଲ ଗୁଡାକରେ କେବଳ ପଢିବା ଆବଶ୍ୟକ ମୁଁ ଅନୁଭବ କରୁଛି। ଅଛି ତା ଦେହରେ ଆମେ ଖାଲି ଆମ ତାକୁ ଯୋଡ଼ିକିରି ଗୋଟେ ଭଲ୍ୟୁମ କରିବାର ଅଛି। ଓଡ଼ିଆ ସାହିତ୍ୟର ଯୋଉ ଦିଗ ଗୁଡାକ ସେ ଆଲୋଚନା କରିଛନ୍ତି। ଭଲ୍ୟୁମ 6, 7, 8, 9, 10 ଭିତରେ ରହିଯାଇଛନ୍ତି। ପରେ ଆଉ ହେଇପାରିବନି। ଅବଶ୍ୟ ଯଦି ହେଇପାରିଲି ସେଥିପାଇଁ ମୁଁ ନିଜେ ଲଜ୍ଜିତ, କାରଣ ମୁଁ ବି ତା କଥା କିଛି କରିପାରିବି, ମୁଁ ତ ରହିପାରିବି, ମୁଁ ନ କରିବି। ସିଏ ହଉଛି ମାନେ ନୀଳମଣିଙ୍କର ଏଇ ଯୋଉ କାର୍ଯ୍ୟ ପ୍ରତି ଆଗ୍ରହ ପ୍ଲସ୍ ଆମେ ଗୋଟେ ଯୋଉ ଓଡ଼ିଆ ସାହିତ୍ୟରେ ଓଡ଼ିଶା ଭିତରେ ଯୋଉ ପଣ୍ଡିତ ପରମ୍ପରା, ଆପଣ ପଣ୍ଡିତ ବହୁତ ସଂସ୍କୃତରେ ଅଛନ୍ତି। ଓଡ଼ିଆ ଲେଖକ ମାନଙ୍କୁ ପଣ୍ଡିତ କିଏ କହୁନାହାନ୍ତି। ବାଉରୀବନ୍ଧୁ କର ଜଣେ ପଣ୍ଡିତ ବାଉରୀବନ୍ଧୁ କରିଥିଲେ, ବାକି କେବଳ ପଣ୍ଡିତ ନୀଳମଣି। ସିଏ ଏଇ ସଂସ୍ଥା ହେଇଛି ଆମର ପଥର ଆଉ ପଥରକୁ ନେଇକି ସେ ସଂସ୍ଥା। କେଦାରନାଥ ମହାପାତ୍ର ପଥରକୁ ନେଇକି ପଥରକୁ ଆସିଲେ, ଆଉ ନୀଳମଣି ସେ ପଥରକୁ କେମିତି ସଜାଇଥାନ୍ତି, ସେ ଗୋଟେ ପଥର ସେଟାକୁ ଥିଲେ ଗୋପୀନାଥ, ଏ ଗୋଟେ ବି ଗୋପୀମଣି। ତେଣୁ ଏ ପଥରକୁ ନେଇକି ସେ ଅନୁଷ୍ଠାନକୁ ଯାହା ସଜେଇଛନ୍ତି, ଅନୁଷ୍ଠାନ 27ଟା ବିଭାଗ କରି କେମିତି ସେ ବିଭାଗରେ କରାଯିବ, ସେ ମାନେ କେମିତି କରାଯିବ, ସେ ପ୍ରାଞ୍ଜଳ ଭାବରେ ଏତେ ପ୍ରାଞ୍ଜଳ ଭାବରେ ମତେ ସେ ବୁଝେଇଛନ୍ତି। ମୁଁ ଏବେ ମାନେ ମୁଁ ତାପରେ ଶତାଧିକ ମାନେ ପିଲାଙ୍କୁ ଟ୍ରେନିଂ ଦେଇଛି, କାମ କରଉଛି, ଏବେ ବି କରୁଛି। ଆମେ ଚାଲିଛୁ କୋଚିଟା ତ ମୋର ଆମ ଦି ଜଣଙ୍କର ସେ ବି ହେଇଗଲେଣି, ମାନେ ଆମ ଜୀବନର ଗୋଟେ ଅଙ୍ଗ। ଆଉ ସେଥିପାଇଁ ନୀଳମଣି ବହୁତ କରିଛନ୍ତି। ପାଠ କହିବାର ନାହିଁ, ବହୁତ ଶିଖିଛି, ବହୁତ ଜାଣିଛି। ଆଉ ମୁଁ ବଡ ଭାଗ୍ୟବାନ ଯେ ମୁଁ ଏବେ ଖଣ୍ଡିତ ସଂସ୍କୃତିରେ ଆସିଛି ଆଉ ପାଠ ପାଠ କାମ କରିଛି। 87 ବର୍ଷ ପୁରା ମାନେ 6 ଘଣ୍ଟା 8 ଘଣ୍ଟା ତାଙ୍କ ମୁହଁ ଆଗରେ ବସି କେତେବେଳେ ଦିନରେ ଯାଇଛି, ରାତିରେ ଯାଇଛି, କେତେବେଳେ ଆସି କାମ କରିଛି ଘର ଭିତରେ। ସେ ଘରଟା ମୁଁ ଘର ଥିଲା, ପିଲାମାନେ ମୋର ଭାଇ ସେଠି କାମ କରିଛି। ମୁଁ କିଛି ତାଙ୍କୁ କିଛି ଦେଇପାରିବି, ମୁଁ ଭାବୁଥିଲି ସାର୍ଙ୍କ ପାଇଁ କିଛି ବହି ଲେଖା ହବ, କଣ କରାହବ, କିଛି କରିପାରିବି, ଗୋଟେ ରହିଛି କରିପାରିବି। ଏବେ କଣ କରିପାରିବି ମୁଁ ଜାଣିନି। ଆମେ ଯାହା କରିବା ମଧ୍ୟ ନୀଳମଣିଙ୍କ ପାଇଁ ଆମେ ତାଙ୍କ ମାନେ ଯଥେଷ୍ଟ ସେ ଓଡ଼ିଆ ଜାତି ପାଇଁ। ଆଉ ମାନେ ବଙ୍ଗୋପସାଗର ଉପଗ୍ରହ ଆସିଲେ କେବେ ବଙ୍ଗୋପସାଗର ଏତେ ଜାତୀୟତା ନୀତି, ଏତେ ଉତ୍କଳ ନୀତି, ମାନେ ଯାହା କେଦାରନାଥ ମହାପାତ୍ର କରିଥିଲେ ତାଙ୍କର ସେ କୋଉଠି ସିଧା ଓଡ଼ିଶା ନ କହିକି କେମିତି ଓଡ଼ିଶା ଏତେ ଜାତୀୟତା ନୀତି। ସିଏ ସେଠି ମାନେ କଳିଙ୍ଗ ଇତିହାସ ସେଗୁଡା ସବୁ ବଙ୍ଗୋପସାଗର କେବେ ବଙ୍ଗୋପସାଗର ବହୁତ ଯାହା ବି କଲେ, ଯେତେ ବି କଲେ ଓଡ଼ିଆ ଜାତି ଯାହା କଲେ ମଧ୍ୟ ଋଣୀ ରହିଯିବ। ସେ ଯାହା କରିଛନ୍ତି ଓଡ଼ିଆ ଜାତି, ଓଡ଼ିଆ ସାହିତ୍ୟ ପାଇଁ ଯାହା କରିଛନ୍ତି, ସଂସ୍କୃତ ସାହିତ୍ୟ, ଓଡ଼ିଆ ସାହିତ୍ୟ ପ୍ଲସ୍ ପୋଥି ପରମ୍ପରାକୁ ସେ କେମିତି ବଞ୍ଚିଛନ୍ତି। ସେ ଗଲା ପରେ
ପୋଥିର ଅବସ୍ଥା କ'ଣ ହେଇଛି କହିପାରିବିନି, କିନ୍ତୁ ମୁଁ ବି ତାର ଜିନିଷ ତାପରେ ଛାଡ଼ିଛି। କିନ୍ତୁ ନୀଳମଣିବାବୁଙ୍କ ପାଇଁ ଓଡ଼ିଶା ଗର୍ବିତ, ଆଉ ଓଡ଼ିଶାର ପୋଥି ସମ୍ପଦା ଗର୍ବିତ ଥିଲା। ବହୁତ କହିବାକୁ ଅଛି। ତାଙ୍କ ଜୀବନରେ ଗୋଟେ ଆଉ ହାସ୍ୟ କଥା କହି ବହୁତ ଗପ କହନ୍ତି ମତେ, ବହୁତ ଗପ କହିବାକି କାମ କରାନ୍ତି। ସେ ତାଙ୍କର ବିବାହ ବିଷୟରେ ମୁଁ ଟିକେ କହିବି। ବିବାହ ତାଙ୍କର ବାହାଘର ହଉଛି ପଣ୍ଡିତ ଲୋକ ସିଏ, ଏ ଯୋଉ ଅର୍ଥପ୍ରତି କଣ କରୁଛି ଆମେ ତ ସେମାନେ ତ ମନ୍ତ୍ର ପଢିବେ ଆମ ମନ୍ତ୍ର କରୁନାହାନ୍ତି, ସିଏ କରେ। ସେ ଯେତେବେଳେ କହିଲା ଯେ ମମ ପତ୍ନୀ ମୋ ମମ ଭାର୍ୟା, ମୁଁ ଭାର୍ୟା ତମେ ବି ମୋ ଭାର୍ୟା କହିବ ମୋ ଭାର୍ୟା ମୁଁ କହିବି ବୋଲି ସେ ମତେ ସେ ମତେ କଣ କହନ୍ତି। ଆଉ ମୁଁ ଆଉ ଟିକେ କହିବି ଆଣନ୍ତି ସେ ଜମା ଗୋଟେ ଦେଲେ ନାହିଁ, ଶାସ୍ତି ଦିଅନ୍ତି ସେ ଦେଇ ଦେଇଥିଲେ ସେ ଗୋଟେ କେଜି ପାଇଥାନ୍ତି, ସେ ଦେଇଥାନ୍ତି ତିନି ଚାରି ଥର ଆଇଥିଲେ। ତେଣୁ ଉପାଧି ସମ୍ବଳ ପଛରେ ସେ ଯେବେ ଗୋଡ଼େଇ ନଥିଲେ, କେବଳ ଜ୍ଞାନର ଆଧାରରେ ଆଉ ବହୁତ କିଛି ଆମ ଓଡ଼ିଶାକୁ ଦେଇଯାଇଥିଲେ। ଯାହା କହିଲେ ଯେତେ କହିଲେ ଯେତେ କହିଲେ କଣ ଯେତେ କହିଲେ ବି ସେ